ମାଛ ମାରିବାକୁ ଯାଇ ହାତୀ ସହ ମୁହାଁମୁହିଁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲା ବନ ବିଭାଗ। ଅନୁଗୁଳ ଜିଲ୍ଲା ବରପାଳ ଥାନା ଅନ୍ତର୍ଗତ ଝଜିରିବାହାଲ ଗ୍ରାମରେ ହାତୀ ସହ ମୁହାଁମୁହିଁ ହୋଇ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ହେଲେ ଝଜିରିବାହାଲ ଗ୍ରାମର ଭାଗବତ ପ୍ରଧାନଙ୍କ 58 ବର୍ଷୀୟ ପୁଅ ନକୁଳ ପ୍ରଧାନ। ସୂଚନା ଯେ ଆଜି ସକାଳ ସମୟରେ ଗୋଟିକିଆ ଦନ୍ତା ହାତୀ ଝଜିରିବାହାଲ ଗ୍ରାମ ଅଞ୍ଚଳରେ ଘୁରି ବୁଲୁଥିଲା। ସେହି ସମୟରେ ମାଛ ମାରିବାକୁ ନକୁଳ ପୋଖରୀ ଆଡ଼କୁ ଯାଇଥିଲେ ଓ ହାତୀ ସହ ନକୁଳ ମୁହାଁମୁହିଁ ହୋଇଯିବା ଫଳରେ ନକୁଳ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲେ, ଯାହାଫଳରେ ନକୁଳ ଖସିପଡ଼ି ଗୁରୁତର ହୋଇଯାଇଥିଲେ। ବନ ବିଭାଗ ନକୁଳକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ନକୁଳଙ୍କ ହାତ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତରଙ୍କ ବିଷୟରେ ବନ ବିଭାଗ ଅଧିକାରୀ କହିଛନ୍ତି, ହାତୀ ଅଞ୍ଚଳରେ ଥିବା ନେଇ ଗ୍ରାମରେ ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଥିଲା। ତେବେ ଗ୍ରାମବାସୀଙ୍କ ଅସାବଧାନତାରୁ ଏହିପରି ଅଘଟଣ ଘଟିଛି।